ଯେ ଆସନ୍ତା କାଲି ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ରେ ପାଠପଢ଼ା ବନ୍ଦ ରହିବ। ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ତାପମାନ ବୃଦ୍ଧିକୁ ନେଇକରି ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ଯେଉଁ ସମୀକ୍ଷା ବୈଠକରେ ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି, ଅନ୍ୟ ଏଡିସନାଲ ଚିଫ୍ ସେକ୍ରେଟାରୀ, ଡାଇରେକ୍ଟର ଜେନେରାଲ ଅଫ୍ पुलिस ଏବଂ ଅନ୍ୟ ବିଭାଗର ମଧ୍ୟ ପ୍ରିନ୍ସିପାଲ ସେକ୍ରେଟାରୀ ମାନେ ଉପସ୍ଥିତ ଥିଲେ। ଆସନ୍ତା 7 ଦିନ ପାଇଁ ମଧ୍ୟ ଯେଉଁ ପାଣିପାଗକୁ ନେଇକରି ଏବଂ ତାପମାନକୁ ନେଇକରି ଆମ ପାଖରେ ତାର ତାଲିକା ପୂର୍ବ ଅନୁମାନ ପହଞ୍ଚିଛି, ତା ବାବଦରେ ମଧ୍ୟ ସେ ସମୀକ୍ଷା କରିଥିଲେ ଏବଂ ସେ ବାବଦରେ ଅବଗତ ହୋଇଥିଲେ। ସମୀକ୍ଷା କଲା ପରେ ଏଇଟା ନିଷ୍ପତ୍ତି ହେଲା ଯେ ଆସନ୍ତା କାଲି ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ କଲେଜ ରେ ପାଠପଢ଼ା ବନ୍ଦ ରହିବ।